ଆପଣ ଗୋପରୀ ପର୍ଯ୍ୟନ୍ତ ରଖିଦେଲେ କିନ୍ତୁ ସେ ଗୋପରୀରେ ନାହାନ୍ତି, ସେ ଯାଜପୁରରେ ଉଠିଲେଣି। ସେଠି ଆପଣ ଦେଖିବେ କିଛି ଦିନ ତଳେ ନ୍ୟୁଜରେ ଆସୁଥିଲା ଯେ ସେଠି ଗୋଟେ ସ୍ତ୍ରୀ ଲୋକକୁ କୁମ୍ଭୀର ଆକ୍ରମଣ କରିଛି ଏବଂ ତାଙ୍କର ଦେହାନ୍ତ ହେଇଛି। ଅତି ମଜା ମଜା କଥା କହି ଆପଣଙ୍କ ମନକୁ ଟିକେ ଭିତରକନିକାରୁ ଏପଟ ସେପଟ କରୁଥିବା ଶଶଦେବ ବାବୁ, ଯୋଉମାନେ ଭିତରକନିକାକୁ ଭଲ ଭାବରେ ଭିତରୁ ଏବଂ ବାହାରୁ ଭଲ ଭାବରେ ଜାଣିଛନ୍ତି। ଭିତରକନିକା କହିଲେ ଆମ ରାଜନଗରବାସୀଙ୍କ ରକ୍ଷା କବଚ ବୋଲି ବୁଝାଏ। ଆମେ ଏତିକି ବୁଝୁ, ଯେତେବେଳେ ଆପଣମାନେ ଜାଣିଥିବେ ଓଡ଼ିଶାରେ ସାଇକ୍ଲୋନ ଯାହାହେଲେ ପ୍ରତ୍ୟେକ ବର୍ଷ ଛୁଇଁବ। ପ୍ରତ୍ୟେକ ବର୍ଷ ଟିଭିରେ ଆପଣ ଆଲର୍ଟ ଦେଖିବେ, ଗଭର୍ଣ୍ଣମେଣ୍ଟର ତତ୍ପରତା ଅଛି, ୱେଡ୍ରାଫ୍ଟ ଟିମ୍ ପହଞ୍ଚିଲାଣି, ଅମକ ହେଲାଣି, ସମକ ହେଲାଣି। ଏଠି ଯେତେ ଜଣ ରାଜନଗରବାସୀ ଅଛନ୍ତି ସମସ୍ତେ ଆଗ ଗାଁକୁ ଫୋନ ଲଗେଇବେ, ଆରେ ସଜାଗ ହୁଅ, ଏତିକି ସ୍ପିଡରେ ବୋହିବ ପବନ, ଇଏ ବୋହିବ, ଦାନା ଆସିଲା, ଫାଇଲିନ୍ ଆସିଲା, ହୁଡହୁଡ ଆସିଲା। ଆମକୁ ଯଦି ରକ୍ଷା କିଏ କରିଥାଏ ସେ ହେଉଛି ସେଇ ଭିତରକନିକା। ରାଜନଗରବାସୀ ବହୁ ଜଳାଞ୍ଜଳି ଦେଇଛନ୍ତି ଏ ଭିତରକନିକା ପାଇଁ। ଏଠି ସୁରାଦା ବସିଛନ୍ତି, ଏଠି ଶଶଦେବ ବାବୁ କହୁଥିଲେ ଆମର ବାଙ୍କ ବିହାରୀ ଦାସଙ୍କ କଥା। ବାଙ୍କ ବିହାରୀ ଦାସଙ୍କର ଆନ୍ଦୋଳନ ଯୋଗୁଁ କେତେଟା ପୋଲ ଆମର କେତେ ବର୍ଷ ପଛରେ ପଳେଇଲା। ଏଠି ବିଷ୍ଣୁ ଭାଇ କହୁଥିଲେ ଯଦି ଆଜି ସେ ପାଠଶାଳା ପୋଲ ହେଇନଥାନ୍ତା, ଖୋଳା ପୋଲ ହେଇନଥାନ୍ତା, ଆଜି ଭିତରକନିକା ମଧ୍ୟ ଆଗକୁ ଯାଇପାରିନଥାନ୍ତା। ଆମେ ସେତିକି ବର୍ଷ ପଛକୁ ଯାଇଥିଲୁ, ଜଳାଞ୍ଜଳି ଦେଇଥିଲୁ, ସେଥିପାଇଁ ଆଜି ଆମର ଭିତରକନିକା ଜଙ୍ଗଲ ସୁରକ୍ଷିତ ଅଛି। ଆଉ ତାର ପ୍ରତିଫଳ ସଦୃଶ ଆଜି ଆମ କୁମ୍ଭୀର ନେଇ ଯାଜପୁରରେ ଉଠିଲେଣି। ଏହା ସତ୍ୟ। ଭିତରକନିକା ଜଙ୍ଗଲ ଭିତରେ ଆମର ସେଠି ଯୋଉମାନେ ବସବାସ କରୁଛନ୍ତି, ଯୋଉ ରାଜନଗରବାସୀ ଅଛନ୍ତି, ତାଙ୍କର ଆଉ ଜଙ୍ଗଲ ଭିତରେ ଗୋଟେ ଟସଲ ରହିଛି। ଏଟା ମ୍ୟାନ୍ ଆଣ୍ଡ ଫରେଷ୍ଟ ଟସଲ ଲାଗି ରହିଛି। କାରଣ ସେମାନେ ତାଙ୍କ ଜୀବନ ଜୀବିକା ପାଇଁ ବ୍ୟସ୍ତ। ଚାଷ ଆଉ ମାଛ ଉପରେ ଆମ ଲୋକ ନିର୍ଭର କରନ୍ତି ଏବଂ ଜଙ୍ଗଲର ସୁରକ୍ଷା ମଧ୍ୟ ଆଜି ସେଇ ଲୋକ ହିଁ କରିଛନ୍ତି। ମୁଁ ଏଠି ଦିନସାରାର ଆଜିର ଏ କାର୍ଯ୍ୟକ୍ରମ ଭିତରେ ବହୁତ କଥା ଜାଣିଲି। ବିଷ୍ଣୁ ଭାଇ ମଧ୍ୟ ବହୁ ଭଲ ଭଲ କଥା କହିଲେ। ମୁଁ କିନ୍ତୁ ମୋର ବିଶେଷ ଭାବରେ ମୁଁ କାହା ସହିତ ଦୋମତ ହେବା ପାଇଁ ଚାହୁଁନି। ମୋର ଉଦ୍ବୋଧ ହେଉଛି, ଆମେ ପ୍ରଚାର ପ୍ରସାର ଭାଇ ଆଗରେ ଅଛେ କିନ୍ତୁ ଆମେ ଇନଫ୍ରାଷ୍ଟ୍ରକ୍ଚର ଦେଇପାରୁଛୁ। ଏଠି ଆଜିକା ଡେଟ୍ରେ ଦେଖନ୍ତୁ, ଏଠି ସୁଶୀଲ ବାବୁ କହୁଥିଲେ ମଞ୍ଚ ଉପରେ ବସିଲା ବେଳେ, ତାଙ୍କ ଅଭିଭାଷଣରେ ବି କହିଲେ, ମୁଁ ଭିତରକନିକା ଯାଇଥିଲି କାହିଁ ଚଢ଼େଇ ଦେଖିପାରିଲି। ଆପଣ ଜାଣନ୍ତି ଭିତରକନିକାରେ ବହୁ ପ୍ରକାରର ଚଢ଼େଇ, ବହୁ ସଂଖ୍ୟାର ଚଢ଼େଇ ଆସନ୍ତି, କିନ୍ତୁ ଇକୋଲୋଜିକାଲ ଇମ୍ବାଲାନ୍ସ। ଆପଣ ଯୋଉ ସମୟରେ ଯାଇଛନ୍ତି ହୁଏତ ଦେଖିପାରିନାହାନ୍ତି ଚଢ଼େଇ, କିନ୍ତୁ ଏଇଟା ହେଲା ପ୍ରକୃଷ୍ଟ ସମୟ ଯୋଉଠି ଚଢ଼େଇ ଫୁଲ। ଆପଣ ଏବେ ଯାଇଛନ୍ତି 15 ଦିନ ତଳେ କହୁଥିଲେ, କିନ୍ତୁ ଇକୋଲୋଜିକାଲ ଇମ୍ବାଲାନ୍ସ ଯାହା ଆଜି କ୍ଲାଇମେଟ ଚେଞ୍ଜର କଥା କୁହନ୍ତୁ, ଆମେ ସମସ୍ତେ ଆଜି ଆଲୋଚନା କରୁଛେ। ସେମିତି ଆପଣ ଯଦି ଦେଖିବେ ଆମର ରାଉଣ୍ଡ ଦ ଇୟର ବର୍ଷା ଦିନେ ଆଜିକା ଡେଟ୍ରେ ମନସୁନ ଟୁରିଜିମ ଗୋଟେ ବହୁତ ଫେମସ୍ ଜିନିଷ ବାହାରିଛି, ପ୍ରତିଷ୍ଠିତ। ଲୋକ କୋରାପୁଟ ପଳାଉଛନ୍ତି ମନସୁନ ଟୁରିଜିମ ପାଇଁ। ସେମିତି ଭିତରକନିକାରେ ବି ବର୍ଷକୁ 12 ମାସ ଟୁରିଷ୍ଟ ଯାଉଛନ୍ତି, କିନ୍ତୁ ଆମେ ତାଙ୍କୁ ସେଠି ସେତିକି ଇନଫ୍ରାଷ୍ଟ୍ରକ୍ଚର ଦେଇପାରୁନୁ। ଏଠି ଆପଣ ନିଜେ କହୁଥିଲେ ରାସ୍ତାର ପ୍ରୋବ୍ଲେମ। ଖାଲି ରାସ୍ତାର ପ୍ରୋବ୍ଲେମ ନାହିଁ, ଆପଣ ବାଟରେ ଗଲାବେଳେ ଭୁବନେଶ୍ୱର କେନ୍ଦ୍ରାପଡ଼ା ଟପିଲା ପରେ ଆଉ ସେମିତି ଜାଗା ଖାଇବା ପାଇଁ କୋଉଠି ଠିକ୍ ସେ ପାଇବେନି। ଗୋଟେ ହାଇଜିନିକ ଫୁଡ, ଯାହାର ଯୋଉଠି ଘର ଅଛି, ଯାହାର ଯୋଉଠି ବନ୍ଧୁବାନ୍ଧବ ଅଛନ୍ତି, ସେ ତାଙ୍କୁ ଫୋନ କରିଥିବେ, ମୁଁ ଯାଉଛି, ଆମେ ଏତିକି ଜଣ ଯାଉଛୁ, ଆମ ପାଇଁ ଟିକେ ଖାଇବା କରିଥିବୁ। ଯୋଉ ପୋଟିଆ ଚାଉଳ କଥା କହୁଥିଲେ, ଯୋଉ ଅଭ୍ୟା ଚାଉଳ କଥା କହୁଥିଲେ, ଆମ ଆଡେ ସେଇଟା ବହୁତ ବଢିଆ ଲାଗେ ସେ ପଖାଳ, କିନ୍ତୁ ୟାଡୁ ବରାଦ କରିବାକୁ ପଡେ। ତେଣୁ ସେଥିପାଇଁ ଗୋଟେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସର ଆବଶ୍ୟକତା ଅଛି। ଆମେ ବହୁବାର ରାଜନୈତିକ ବିତର୍କ ତର୍କରେ ଏ କଥା ଉଠେଇଛୁ, ବିଧାନସଭାରେ ଉଠିଛି। ଏଟା ଜଣ ବ୍ୟକ୍ତିଗତ ନୁହେଁ, ଏଟା ଗୋଟେ ସମୂହ ସମସ୍ତଙ୍କର ଗୋଟେ ଏଫର୍ଟର ଆବଶ୍ୟକତା ଅଛି ଯେ ଭିତରକନିକାଟାକୁ କେମିତି ଆମେ ଆଗକୁ ନବା। ଭିତରକନିକା ଆମକୁ ଇଏ ହେଉଛି ଆମ ମା ସଦୃଶ, ଆମକୁ ଆମ ରକ୍ଷା କବଚ। ଭିତରକନିକା ଯେତେବେଳେ ସାଇକ୍ଲୋନ ଆସେ, ଆପଣ ଜାଣିଥିବେ ଶରତ ସାହୁ ଜଣେ ଥିଲା, ମୁଁ ତାଙ୍କୁ ଆଗ ଫୋନ କରେ, ଆଜ୍ଞା କ'ଣ ହବ? ସିଏ ସେଠୁ କହିବେ ନାଇଁ ଭିତରକନିକାରେ ଲ୍ୟାଣ୍ଡଫଲ୍ ହବ, ଆପଣ ରକ୍ଷା କରିବେ। ଏହା ବାସ୍ତବରେ ସେ ଫୋନ। ତେଣୁ ଏତ ଦିଲ୍ଲୀପ ଭାଇ କାହିଁ ଦେଖା ହଉନାହାନ୍ତି, କୋଉଠି ଥିବେ। ଦିଲ୍ଲୀପ ଭାଇ ଆପଣଙ୍କୁ ଅଶେଷ ଧନ୍ୟବାଦ ଦଉଛି। ରାଜନଗରରୁ ଭିତରକନିକାକୁ ଆଜି ଆଣିକି ରାଜରାସ୍ତାରେ, ରାଜଧାନୀର ରାଜରାସ୍ତାରେ ଆଣିକି ସମସ୍ତଙ୍କ ସମ୍ମୁଖରେ ପହଞ୍ଚେଇଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ। ଆଉ ଆପଣ ବି ବହୁତ ବ୍ୟସ୍ତ ହେଇ ପଡ଼ିଲେଣି ଯେ କାର୍ଯ୍ୟକ୍ରମଟା ବିଳମ୍ବ ହେଇ ଚାଲିଛି। ତେଣୁ ଏଠି ଆମ ଅଞ୍ଚଳରୁ ଆସିଥିବା ସମସ୍ତ ମୁରବୀଙ୍କୁ, ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦଙ୍କୁ ଏବଂ ଯେଉଁମାନେ ଆଜି ଏଠି ଆମ ସହିତ ସାମିଲ ହେଇଛନ୍ତି ଏ ଡିସ୍କଭର ଭିତରକନିକା କାର୍ଯ୍ୟକ୍ରମରେ, ଭିତରକନିକା ହେଉଛି
वर्ल्ड रो गोटे सेकंड मिनी अमेजन फॉरेस्ट आफ्टर सुंदरबन भितरकनिका होची इंडिया रो द सेकंड लार्जेस्ट अमेजन फॉरेस्ट जी कि हमर राजनगर रक्षा कवच हे परिची एवं परिचय दे परिची ओडिसा आउ थरे आपण समस्त को लिपोई आपण ना तो कहिची बथे आउ थरे शेष रे आपण को प्रसाद भाई को आउ साना भाई सत्य समस्त को अशेष अशेष धन्यवाद जणाई मो वक्तव्य को विराम दूची धन्यवाद।